ଚାରି ଚକିଆ ନହେଲେ ଆଉ ଚଳିପାରୁନି। ସବୁ ବାବାଜୀ ମାନଙ୍କର ଅନ୍ତତଃ ପକ୍ଷେ 10-15 ଲକ୍ଷ 20 ଲକ୍ଷ 30 ଲକ୍ଷ ଗାଡ଼ି। ହଁ ଭକ୍ତ ମାନେ ଦେଇଛନ୍ତି। ଗୃହୀ କୋଉଠୁ ଏତେ ଆଣିବି, କିନ୍ତୁ ବୈରାଗୀ ମାନଙ୍କର ବଡ ବଡ ଗାଡ଼ି। ହଉ ଜଲ୍ଦି ଯା ଭାଇ। ଗୃହୀ ଦି ବଖରା ଘର କରିପାରୁନାହାନ୍ତି, କିନ୍ତୁ ବୈରାଗୀ 3 କୋଠା ଆଶ୍ରମ କରୁଛନ୍ତି, ବଡ ଆଶ୍ରମଟି କରୁଛନ୍ତି। ହଁ ଭକ୍ତ ମାନେ ଦେଇଛନ୍ତି। ଗୃହରେ ଯେତେ ଝଗଡା, ଆଶ୍ରମରେ ବହୁତ ଝଗଡା ଅଛି। ଏ ବାଜି ଗାଇ ସେ କଥା କଲନି, ସେ ବାଜି ଗାଇ ସେ କଥା କଲନି, ଏ ବାଜି ବଡ ନା ସେ ବାଜି ବଡ। ତେଣୁ ଆଶ୍ରମରେ ପ୍ରବଳ ଝଗଡା ଅଛି। ମୁଁ କାହାକୁ ନିନ୍ଦା ପ୍ରଶଂସା କରୁନି। ମୋର ଏ କଥା କହିବାର ମୂଳ ଉଦ୍ଦେଶ୍ୟ ହେଲା, ଜଣେ ଘର ସଂସାରକୁ ଛାଡ଼ି ବୈରାଗୀ ହେଇଥିଲା କେବଳ ହରିଙ୍କର ଭଜନ ଓ କୀର୍ତ୍ତନ କରିବା। କିନ୍ତୁ ଧୀରେ ଧୀରେ ଏ ମାୟାରେ ଏମିତି ପଶିଛି ଯେ ତାକୁ ଡବଲ ମାୟାରେ ପକେଇଦେଲା। ଇ ସଂସାର କରି ଯେତେ ଯାହା ନ କରିଥାନ୍ତା, ବୈରାଗୀ ହେଇ ତାଠାରୁ ଅଧିକ କଲା। ହଉ ଛାଡ଼, ଆମେ ଆଉ ଟିକେ ଆଗକୁ ଯିବା। ତାହେଲେ କଥା କଣ ହେଲା, ଏଇ 88,000 ଋଷି ପଚାରିଲେ ଶ୍ରୀ ସୁକମୁନି। କଣ ପଚାରିଲେ ନା, କହ ବନ ଯିବା କାଳେ ଯିବା ଯିବି ମହି ତଳେ। ଭୀଷ୍ମଦେବ ସରସ୍ୱତୀରେ ଶୋଇଛନ୍ତି। ଯୁଧିଷ୍ଠିରଙ୍କୁ ଡାକି କହିଲେ, ହେ ଯୁଧିଷ୍ଠିର, ଯସ୍ୟ ସ୍ମରଣ ମାତ୍ରେଣ ଜନ୍ମ ସଂସାର ବନ୍ଧନା।